ଯେତେବେଳେ ବିଭିନ୍ନ ସ୍ଥାନ ପରିଭ୍ରମଣ କରୁଛୁ ଆମେ ଦେଖିବାକୁ ପାଉଛୁ ଅନେକ ଲୋକମାନେ ସାପ କାମୁଡ଼ାରେ ମରି ଯାଉଛନ୍ତି ଏବଂ ସେମାନେ ଭାଗ୍ୟ ଭଗବାନ ଈଶ୍ୱରଙ୍କ ଉପରେ ଦୋଷ ଦେଉଛନ୍ତି। ଆଜିର ବିଜ୍ଞାନ ଦୁନିଆରେ ଆଜିର କମ୍ପ୍ୟୁଟର ଦୁନିଆରେ ମଣିଷ ଯାଇ ଚନ୍ଦ୍ର ପୃଷ୍ଠରେ ବାସ କରି ମଙ୍ଗଳ ଗ୍ରହରେ ପାଦ ପକାଇଲାଣି। ଆଜିର ଏହି ଶିକ୍ଷିତ ଦୁନିଆରେ ମଣିଷ ଅଜ୍ଞାନତା ଅନ୍ଧକାରରେ ଆଜି ବି ଭ୍ରମଣ କରୁଛି। ତେଣୁ ଯେଉଁମାନଙ୍କୁ ସାପ କାମୁଡ଼ୁଛି ପ୍ରଥମ କଥା ସେମାନେ ଜାଣିବା ଦରକାର ସାପ ପ୍ରକୃତରେ କାମୁଡ଼ୁଛି କି ନାହିଁ ତାହା ତଦନ୍ତ ପରିସରକୁ ଅଣାଯିବା ଦରକାର। ଦ୍ୱିତୀୟ କଥା ସାପ କାମୁଡ଼ିଥିବା ବ୍ୟକ୍ତିଙ୍କୁ ନିରୁତ୍ସାହିତ ଓ ଭୟଭୀତ କରାନ୍ତୁ ନାହିଁ। ତାଙ୍କୁ ଉତ୍ସାହିତ ଉଦ୍ଦୀପିତ ଓ ମାନସିକ ସ୍ତରରେ ବିକାଶ କରିବା ପାଇଁ ତାଙ୍କ ମନୋବଳକୁ ବୃଦ୍ଧି କରାନ୍ତୁ। ସାପ କାମୁଡ଼ିବା କ୍ଷତ ସ୍ଥାନକୁ ଧରନ୍ତୁ ନାହିଁ। ସାପ କାମୁଡ଼ିଥିବା ସ୍ଥାନରେ ବରଫ ଲଗାନ୍ତୁ ନାହିଁ କିମ୍ବା ମଲମ ଲଗାନ୍ତୁ ନାହିଁ। ସାପ କାମୁଡ଼ିଥିବା ବ୍ୟକ୍ତିଙ୍କୁ ଖାଦ୍ୟ କିମ୍ବା ପାଣି ପିଇବାକୁ ଦିଅନ୍ତୁ ନାହିଁ। ସାପ କାମୁଡ଼ିବା କ୍ଷତ ସ୍ଥାନରେ କପଡ଼ା କିମ୍ବା ଦଉଡ଼ି ବାନ୍ଧନ୍ତୁ ନାହିଁ। ସାପ କାମୁଡ଼ିବା ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲକୁ ନିଅନ୍ତୁ ଓ ଡାକ୍ତରଙ୍କର ପରାମର୍ଶ ଲୋଡ଼ନ୍ତୁ। ଆଉ ଗୋଟିଏ ଦୁର୍ବଳତା ଆମେ ଦେଖିବାକୁ ପାଉଛୁ ଶୁଣିବାକୁ ପାଉଛୁ ଆଜିର ଦୁନିଆରେ ସାପ କାମୁଡ଼ିଥିବା ବ୍ୟକ୍ତିମାନଙ୍କୁ ମେଡିକାଲକୁ ନ ନେଇ ଅନେକ ବ୍ୟକ୍ତି ଗୁଣି ଗାରେଡ଼ି ଝଡ଼ା ଫୁଙ୍କା ପ୍ରାର୍ଥନା କରୁଥିବା ଚେରମୂଳି ଦ୍ୱାରା ଆଉ ଭଲ କରୁଥିବା ବ୍ୟକ୍ତିମାନଙ୍କ ପାଖକୁ ନିଅନ୍ତି, ଯାହା ଫଳରେ ଲୋକମାନେ ସେମାନଙ୍କ ଆତ୍ମବିଶ୍ୱାସକୁ ହରାଇ ଏହି ଚେରମୂଳି ଗୁଣି ଗାଡ଼ି ଉପରେ ନିର୍ଭର କରିବା ଦ୍ୱାରା ସେହି ବ୍ୟକ୍ତିମାନେ ମରିଯାଉଛନ୍ତି। ତେଣୁ ସତ୍ୟ ଅନୁସନ୍ଧାନ ଚ୍ୟାନେଲ ମାଧ୍ୟମରୁ ଜଣାଇ ଦିଆଯାଉଛି ଯେ ଯାହାର ଯେଉଁ ରୋଗ ହେଉଛି ବେମାର ହେଉଛି ସାପ କାମୁଡ଼ୁ ବିଛା କାମୁଡ଼ୁ ଯାହା କିଛି ହଉ ପ୍ରାର୍ଥନା କରିବା ଖରାପ ନୁହଁ। ପ୍ରାର୍ଥନା କରିପାରିବ ଆତ୍ମିକ ଜୀବନ ପାଇଁ, କିନ୍ତୁ ଶରୀର ପାଇଁ ମେଡିକାଲକୁ ଯାଇ ଡାକ୍ତରଙ୍କ ପରାମର୍ଶ ନେଇ ତୁରନ୍ତ ରୋଗୀର ତାକୁ ଟ୍ରିଟମେଣ୍ଟ କରିବା ଦରକାର, ଯାହା ଫଳରେ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହେବାର ଯଥେଷ୍ଟ ସମ୍ଭାବନା ଅଛି। ତେଣୁ ଏହି ବିଷୟ ମାନବ ସମାଜ ପାଇଁ ଆମେ ଅବଗତ କରିଦେଉଛୁ। ସତର୍କ ହୁଅନ୍ତୁ। ନମସ୍କାର।